ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଏହି ତିନୋଟି ବ୍ୟାଙ୍କ ଆରବିଆଇ କଲା ବଡ଼ ଘୋଷଣା। ଆସନ୍ତୁ ଆଜି ଆମେ ଜାଣିବା ଭାରତୀୟ ରିଜର୍ଭ ବ୍ୟାଙ୍କ କ'ଣ ଘୋଷଣା କରିଛି। ଆସନ୍ତୁ ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରିବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏସବିଆଇ, ଏଚଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ ନାମିତ କରିଛି। ଆରବିଆଇ ଏହି ବ୍ୟାଙ୍କଗୁଡ଼ିକୁ ଦେଶର ସବୁଠାରୁ ବ୍ୟବସ୍ଥାଗତ ଭାବରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ବୋଲି କହିଛି ଏବଂ ସେମାନଙ୍କୁ ଘରୋଇ ବ୍ୟବସ୍ଥାଗତ ଭାବରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ଡିଏସ୍ଆଇବି ଭାବରେ ନାମିତ କରିଛି। ମଙ୍ଗଳବାରର ଘୋଷଣା ବ୍ୟାଙ୍କିଂ କ୍ଷେତ୍ରରେ ଏହି ତିନୋଟି ସଂସ୍ଥାର ଗୁରୁତ୍ୱକୁ ନିଶ୍ଚିତ କରିଛି। ଏସବିଆଇ, ଏଚଡିଏଫସି ଏବଂ ଆଇସିଆଇସିଆଇ ଏହି ବ୍ୟାଙ୍କଗୁଡ଼ିକ, ଯେଉଁମାନେ 2024ରେ ଡିଏସ୍ଆଇବି ଭାବରେ ମଧ୍ୟ ସ୍ୱୀକୃତି ପାଇଥିଲେ, ସେମାନଙ୍କର ବଡ଼ ଆକାର ଏବଂ ଘରୋଇ ଅର୍ଥନୀତି ପାଇଁ ଗୁରୁତ୍ୱ ହେତୁ ପୁଣିଥରେ ଦେଶର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଶୀର୍ଷରେ ଉନ୍ନୀତ ହୋଇଛନ୍ତି। ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ବ୍ୟାଙ୍କଗୁଡ଼ିକୁ ଅଧିକ ପୁଞ୍ଜି ବଜାୟ ରଖିବାକୁ ପଡ଼ିବ, ବିଶେଷ କରି ଅତିରିକ୍ତ ସାଧାରଣ ଇକ୍ୱିଟି ଟାୟାର 1 CET1 ପୁଞ୍ଜି, ଯାହା କ୍ଷତି ହ୍ରାସ କରିବ ଏବଂ ପ୍ରଭାବଶାଳୀ ଭାବରେ ବିପଦ ପରିଚାଳନା କରିବା ପାଇଁ ଆବଶ୍ୟକ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଛୋଟିଆ ଇନଫର୍ମେସନ୍ ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।